ପଞ୍ଚସଖା ସାହିତ୍ୟ ପାର୍ଟ 2। କେଉଁମାନେ ପଞ୍ଚସଖା ଗୋଷ୍ଠୀଭୁକ୍ତ? ଉତ୍ତର ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ। ପଞ୍ଚସଖାଙ୍କ ସମକାଳୀନ ଆଉ 3 ଜଣ କବିଙ୍କ ନାମ ଲେଖ। ଉତ୍ତର କହ୍ନାଇ ଖୁଣ୍ଟିଆ, ମାଧବ ପଟ୍ଟନାୟକ ଓ ମାଧବୀ ଦାସୀ। ପଞ୍ଚସଖା କେଉଁ ଗଜପତି ରାଜାଙ୍କ ଶାସନ କାଳରେ ଜୀବିତ ଥିଲେ? ଉତ୍ତର ପ୍ରତାପରୁଦ୍ର ଦେବ, 1497-1540। ସୃଷ୍ଟିତତ୍ତ୍ୱ, ଶୂନ୍ୟବାଦ, ଯୋଗସାଧନା ଇତ୍ୟାଦି କେଉଁ ଧର୍ମର କେତୋଟି ମୁଖ୍ୟ ବୈଶିଷ୍ଟ୍ୟ? ଉତ୍ତର ପଞ୍ଚସଖା ଧର୍ମ। ବଳରାମ ଦାସଙ୍କ ପିତା ମାତାଙ୍କ ନାମ କ'ଣ? ଉତ୍ତର ପିତା ସୋମନାଥ ମହାପାତ୍ର, ମାତା ଜମ୍ବୁବତୀ ବା ଯମୁନା ଦେବୀ। ବଳରାମ ଦାସଙ୍କ ଗୁରୁ କିଏ? ଉତ୍ତର ହୃଦୟାନନ୍ଦ ଗୋସ୍ୱାମୀ। ବଳରାମ ଦାସଙ୍କ ସାଧନାପୀଠ କେଉଁଠି ଥିଲା? ଉତ୍ତର ପୁରୀ ବାଙ୍କିମୁହାଣ ନିକଟସ୍ଥ ଗନ୍ଧର୍ବ ମଠ। ବଳରାମ ଦାସ କାହିଁକି ନିଜକୁ ଶୂଦ୍ରମୁନି ବୋଲି ନିଜର କେତେକ ଗ୍ରନ୍ଥରେ ଅଭିହିତ କରିଛନ୍ତି? ଉତ୍ତର ସେ ଅବ୍ରାହ୍ମଣ ଥିବାରୁ ଓ ଜାତିରେ ଶୂଦ୍ର ଥିବାରୁ। ଶ୍ରୀମଦ୍ ଭଗବଦ୍ ଗୀତା ଶେଷରେ ବଳରାମ ଦାସ ଯେଉଁ ନୂତନ ଅଧ୍ୟାୟଟି ଯୋଡ଼ିଛନ୍ତି ତା'ର ନାମ କ'ଣ? ଉତ୍ତର ଗୀତାବକାଶ। ସାରଳା ଦାସଙ୍କ କେଉଁ ଗ୍ରନ୍ଥର ପ୍ରଭାବରେ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ରଚିତ? ଉତ୍ତର ଲକ୍ଷ୍ମୀନାରାୟଣ ବଚନିକା। କେଉଁ ଗ୍ରନ୍ଥର ପତ୍ରେ ପତ୍ରେ ବଳରାମ ଦାସଙ୍କ ଉଗ୍ର ଜାତୀୟତା ପ୍ରତିଫଳିତ? ଉତ୍ତର ଜଗମୋହନ ରାମାୟଣ। ବଳରାମ ଦାସ ଆଧ୍ୟାତ୍ମିକ କ୍ଷେତ୍ରରେ ସର୍ବଦା ଉଦାର ଥିଲେ, ଏହା ତାଙ୍କର କେଉଁ ଗ୍ରନ୍ଥରେ ପ୍ରତିପାଦିତ? ଉତ୍ତର ଜଗମୋହନ ରାମାୟଣ। ବଳରାମ ଦାସ ଅନ୍ୟ କେଉଁ ନାମରେ ପରିଚିତ? ଉତ୍ତର ଉତ୍କଳ ବାଲ୍ମୀକି। କେଉଁ ଗ୍ରନ୍ଥକୁ ଓଡ଼ିଆ ଜାତିର ଜୀବନ ବେଦ ବୋଲି କୁହାଯାଏ? ଉତ୍ତର ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ। 200 ବର୍ଷ ପରବର୍ତ୍ତୀ କବି ଦୀନବନ୍ଧୁ ଖାଡ଼ଙ୍ଗାଙ୍କ ଓଡ଼ିଆ ଭାଗବତ ଲୋକପ୍ରିୟ ନ ହେବାର କାରଣ କ'ଣ? ଉତ୍ତର ମୂଳ ଗ୍ରନ୍ଥର ଆକ୍ଷରିକ ଅନୁବାଦ ହେତୁ। ଓଡ଼ିଆ ଭାଗବତର ଭାଷାକୁ କେଉଁ ମାନ୍ୟତା ଦିଆଯାଏ? ଉତ୍ତର ଆଦର୍ଶ ଓଡ଼ିଆ ଭାଷା ବା ମାନକ ଓଡ଼ିଆ ଭାଷା, ଷ୍ଟାଣ୍ଡାର୍ଡ ଓଡ଼ିଆ ଲାଙ୍ଗୁଏଜ। କେତୋଟି ଭାଗବତ ବାଣୀର ଉଦାହରଣ ଦିଅ? ଉତ୍ତର ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ, ମର୍ତ୍ତ୍ୟ ମଣିଷ ଦେହ ବହି, ଦେବତା ହୋଇଲେ ମରଇ, ଅମୃତ ବିନୟ ବଚନ, କହି ତୋଷିବ ପ୍ରାଣୀ ମନ, ଧର୍ମ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ
ନରହରି। ଜଗନ୍ନାଥ ଦାସଙ୍କ ପିତାମାତାଙ୍କ ନାମ ଉଲ୍ଲେଖ କର। ଉତ୍ତର ପିତା ଭଗବାନ ଦାସ ଓ ମାତା ପଦ୍ମାବତୀ। ଜଗନ୍ନାଥ ଦାସଙ୍କ କୌଳିକ କର୍ମ କ'ଣ ଥିଲା? ଉତ୍ତର ଶ୍ରୀମନ୍ଦିରରେ ପୁରାଣ ପାଠ। ଅତିବଡ଼ି ସମ୍ମାନରୁ କେଉଁ ସମ୍ପ୍ରଦାୟ ଜନ୍ମଲାଭ କରିଥିଲା? ଉତ୍ତର ଅତିବଡ଼ି ସମ୍ପ୍ରଦାୟ। ଓଡ଼ିଆ ଭାଗବତ ଅନୁସରଣରେ ବଙ୍ଗଳାର କବି ସନାତନ ବିଦ୍ୟାବାଗୀଶ କେଉଁ ନାମରେ ବଙ୍ଗଳା ଭାଗବତ ରଚନା କରିଥିଲେ? ଉତ୍ତର ଭାଷାବନ୍ଧ ଭାଗବତ। ଶ୍ରୀ ଚୈତନ୍ୟଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସ କାହାଠାରୁ ଦୀକ୍ଷା ଗ୍ରହଣ କରିଥିଲେ? ଉତ୍ତର ବଳରାମ ଦାସ। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତକୁ ରକ୍ଷଣଶୀଳ ବ୍ରାହ୍ମଣ ଗୋଷ୍ଠୀ କେଉଁ ନାମ ଦେଇଥିଲେ? ଉତ୍ତର ତେଲି ଭାଗବତ। ଅଚ୍ୟୁତାନନ୍ଦ ଦାସ କାହା କନ୍ୟାକୁ ବିବାହ କରିଥିଲେ? ଉତ୍ତର ଅଢଙ୍ଗର ଜମିଦାର ରଘୁରାମ ଚମ୍ପତିଙ୍କ କନ୍ୟା ଚମ୍ପାବତୀଙ୍କୁ। ଅଚ୍ୟୁତାନନ୍ଦଙ୍କ ଗୁରୁଭକ୍ତି ଗୀତା କେତୋଟି ଭାଗରେ ପ୍ରକାଶିତ? ଉତ୍ତର 3। ଯଶୋବନ୍ତ ଦାସଙ୍କ ଜନ୍ମସ୍ଥାନ କେଉଁଠି? ଉତ୍ତର କଟକ ଜିଲ୍ଲାର ଅଢଙ୍ଗ ଗ୍ରାମ। ଯଶୋବନ୍ତଙ୍କ ପିତାମାତାଙ୍କ ନାମ କ'ଣ? ଉତ୍ତର ପିତା ଜଗୁ ମଲ୍ଲିକ, ମାତା ରେଖା ଦେବୀ। ଯଶୋବନ୍ତଙ୍କ ସାଧନା ପୀଠ କେଉଁଠି? ଉତ୍ତର ଅଢଙ୍ଗ ମଠ। ଯଶୋବନ୍ତଙ୍କ ଶିବ ସ୍ୱରୋଦୟ କେଉଁ ସଂସ୍କୃତ ରଚନାର ଅବଲମ୍ବନରେ ଲିଖିତ? ଉତ୍ତର ସ୍ୱରୋଦୟଲେଶ। ପଞ୍ଚସଖା ମଣ୍ଡଳୀର ସର୍ବକନିଷ୍ଠ ସଖା କିଏ? ଉତ୍ତର ଶିଶୁ ଅନନ୍ତ। ଶିଶୁ ଅନନ୍ତଙ୍କ ପିତାମାତାଙ୍କ ନାମ? ଉତ୍ତର ପିତା କପିଳ ମହାନ୍ତି, ମାତା ଗୌରୀ ଦେବୀ। ଶିଶୁ ଅନନ୍ତ ଚୈତନ୍ୟଙ୍କଠାରୁ ଦୀକ୍ଷା ଗ୍ରହଣ କରି କେଉଁ ମନ୍ତ୍ର ପ୍ରାପ୍ତ ହୋଇଥିଲେ? ଉତ୍ତର ସୂର୍ଯ୍ୟ ଏକାକ୍ଷର ମନ୍ତ୍ର। ଚୈତନ୍ୟ ଓଡ଼ିଶାକୁ କେଉଁ ଧର୍ମ ପ୍ରଚାର କରିବାକୁ ଆସିଥିଲେ? ଉତ୍ତର ରାଗାନୁଗା ପ୍ରେମ ଧର୍ମ। ଓଡ଼ିଶାରେ ପ୍ରେମ ଧର୍ମ ପ୍ରଚାର ସଫଳ ନ ହେବାରୁ ଚୈତନ୍ୟଙ୍କୁ ବାସୁଦେବ ସାର୍ବଭୌମ କାହା ପାଖକୁ ଅଧିକ ଜ୍ଞାନ ଲାଭ କରିବାକୁ ପଠାଇଲେ? ଉତ୍ତର ରାୟ ରାମାନନ୍ଦଙ୍କ ପାଖକୁ। ବାସୁଦେବ ସାର୍ବଭୌମ କିଏ? ଉତ୍ତର ତତ୍କାଳୀନ ଭାରତବର୍ଷର ସର୍ବଶ୍ରେଷ୍ଠ ବୈଦାନ୍ତିକ ତଥା ଗଜପତି ପ୍ରତାପରୁଦ୍ରଙ୍କ ସଭାପଣ୍ଡିତ। ଦକ୍ଷିଣ ଓଡ଼ିଶାର ରାଜମହେନ୍ଦ୍ରିଠାରେ ରାୟ ରାମାନନ୍ଦ କ'ଣ କରୁଥିଲେ? ଉତ୍ତର ଗଜପତି ପ୍ରତାପରୁଦ୍ରଙ୍କ ପକ୍ଷରୁ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ।
ଚୈତନ୍ୟ କେଉଁଠାରେ ରାୟ ରାମାନନ୍ଦଙ୍କୁ ସାକ୍ଷାତ କଲେ? ଉତ୍ତର ଗୋଦାବରୀ ନଦୀ ତୀରରେ। ଚୈତନ୍ୟ କାହିଁକି ଅନେକ ବାର ରାୟ ରାମାନନ୍ଦଙ୍କୁ ଗୁରୁ ରୂପେ ସ୍ୱୀକାର କରିଥିଲେ? ଉତ୍ତର ରାୟ ରାମାନନ୍ଦ ପ୍ରେମଭକ୍ତିକୁ ଏକ ତାତ୍ତ୍ୱିକ ରୂପ ଦେଇଥିବାରୁ। ରାୟ ରାମାନନ୍ଦଙ୍କ ପିତାଙ୍କ ନାମ କ'ଣ? ଉତ୍ତର ରାୟ ଭବାନନ୍ଦ ପଟ୍ଟନାୟକ। ରାୟ ରାମାନନ୍ଦ ରାଧାକୃଷ୍ଣ ଉପାସନା ସମ୍ବଳିତ କେଉଁ ସଂସ୍କୃତ ଗ୍ରନ୍ଥ ରଚନା କରିଥିଲେ? ଉତ୍ତର ଜଗନ୍ନାଥ ବଲ୍ଲଭ ନାଟକ। ବ୍ରଜବୋଲି ଭାଷାରେ ପ୍ରଥମ ବୈଷ୍ଣବ ପଦାବଳୀକାର କିଏ? ଉତ୍ତର ରାୟ ରାମାନନ୍ଦ। ସଂସ୍କୃତ ଭିନ୍ନ କେଉଁ ଭାଷାରେ ରାୟ ରାମାନନ୍ଦ ବୈଷ୍ଣବ ପଦାବଳୀ ରଚନା କରିଥିଲେ? ଉତ୍ତର ବ୍ରଜବୋଲି ଭାଷାରେ। ସବ୍ ଶିଖାଇଲ ମୋରେ ରାୟ ରାମାନନ୍ଦ ଉକ୍ତିଟି କାହାର? ଉତ୍ତର ଚୈତନ୍ୟଙ୍କର। ରାୟ ରାମାନନ୍ଦ ଚୈତନ୍ୟଙ୍କୁ କ'ଣ ସବୁ ଶିଖାଇଲେ? ଉତ୍ତର ରାଧାକୃଷ୍ଣ ତତ୍ତ୍ୱ। ଚୈତନ୍ୟଙ୍କ ଅନେକ ଶିଷ୍ୟଙ୍କ ମଧ୍ୟରେ କେଉଁ 3.5 ଜଣ ଶ୍ରେଷ୍ଠ? ଉତ୍ତର ରୂପ ଗୋସ୍ୱାମୀ, ରାୟ ରାମାନନ୍ଦ, ଶିଖି ମହାନ୍ତି ଓ ମାଧବୀ ଦାସୀ। ଚୈତନ୍ୟଙ୍କ 3.5 ଜଣ ଭକ୍ତଙ୍କ ମଧ୍ୟରେ କିଏ ଅର୍ଦ୍ଧଭକ୍ତ ଭାବରେ ଗୃହୀତ ହୋଇଥିଲେ? ଉତ୍ତର ମାଧବୀ ଦାସୀ। ମାଧବୀ ଦାସୀଙ୍କୁ କାହିଁକି ଅର୍ଦ୍ଧଭକ୍ତ ଭାବରେ ଗ୍ରହଣ କରାଯାଉଥିଲା? ଉତ୍ତର ସେ ନାରୀ ଥିବାରୁ। ମାଧବୀ ଦାସୀ ଯେଉଁ ଓଡ଼ିଆ ଜଗନ୍ନାଥ ଜଣାଣଟି ରଚନା କରିଥିଲେ ତାର ପ୍ରଥମ ପଂକ୍ତି କ'ଣ? ଉତ୍ତର ଚକା ନୟନ ହେ ଜଗୁ ଜୀବନ ଶ୍ରୀହରି। ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କେଉଁ ଭାଷାରେ ମାଧବୀ ଦାସୀଙ୍କର ଅନେକ ରଚନା ରହିଛି? ଉତ୍ତର ବ୍ରଜବୋଲି ଭାଷାରେ। ମାଧବ ପଟ୍ଟନାୟକ କିଏ? ଉତ୍ତର ରାୟ ରାମାନନ୍ଦଙ୍କ ବ୍ୟକ୍ତିଗତ ସହକାରୀ। ମାଧବ ପଟ୍ଟନାୟକଙ୍କର ଦୀକ୍ଷାଗୁରୁ କିଏ? ଉତ୍ତର ଗଦାଧର ପଣ୍ଡିତ। ମାଧବ ପଟ୍ଟନାୟକ ବୈଷ୍ଣବ ଲୀଳାମୃତ କାହା ସମ୍ପାଦନାରେ ପ୍ରକାଶ ପାଇଛି? ଉତ୍ତର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଓ ଘନଶ୍ୟାମ ରଥ। ବୈଷ୍ଣବ ଲୀଳାମୃତ କେଉଁ ବୃତ୍ତରେ ରଚିତ? ଉତ୍ତର ନବାକ୍ଷରୀ। ଓଡ଼ିଶୀ ବୈଷ୍ଣବ ଧର୍ମ ଓ ଗୌଡ଼ୀୟ ଧର୍ମ ନାମକରଣ ଯୁକ୍ତିଯୁକ୍ତ ମନେ ନ ହେଲେ ବି ଏପରି ନାମକରଣ କାହିଁକି? ଉତ୍ତର ଜ୍ଞାନମିଶ୍ରା ଭକ୍ତିର ସାଧକମାନଙ୍କୁ ଓ ରାଗାନୁଗା ପ୍ରେମଭକ୍ତିର ସାଧକମାନଙ୍କୁ ଭିନ୍ନ ଭାବରେ ପରିଚିତ କରାଇବାକୁ। ପରବର୍ତ୍ତୀକାଳୀନ ବୈଷ୍ଣବ ସାହିତ୍ୟରେ ଓଡ଼ିଶୀ ଓ ଗୌଡ଼ୀୟ ମତବାଦର ସମନ୍ୱୟ କାହିଁକି ଦେଖାଯାଏ? ଉତ୍ତର ଉଭୟ ମତବାଦ ବୈଷ୍ଣବ ଧର୍ମ ପ୍ରଚାର କରୁଥିବାରୁ। ଖ-ସ୍ତମ୍ଭ ସହ ଖ-ସ୍ତମ୍ଭର ସମ୍ପର୍କ ଯୋଡ଼। କ-ସ୍ତମ୍ଭ ଖ-ସ୍ତମ୍ଭ ପ୍ରେମଭକ୍ତି ବ୍ରହ୍ମଗୀତା ଯଶୋବନ୍ତ ଦାସ, ଗୋପାଳ ଓଗାଳ, ଅଚ୍ୟୁତାନନ୍ଦ ଦାସ, ବୈଷ୍ଣବ ଲୀଳାମୃତ ମାଧବ ପଟ୍ଟନାୟକ, ମହାଭାବ ପ୍ରକାଶ କହ୍ନାଇ ଖୁଣ୍ଟିଆ। କ-ସ୍ତମ୍ଭ ସହ ଖ-ସ୍ତମ୍ଭକୁ ସମ୍ପର୍କିତ କର। କ-ସ୍ତମ୍ଭ ଖ-ସ୍ତମ୍ଭ ପଞ୍ଚସଖା ଓଡ଼ିଆ ସାହିତ୍ୟ ଦେବେନ୍ଦ୍ର ମହାନ୍ତି, ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ ଚିତ୍ତରଞ୍ଜନ ଦାସ,
ସଖାଇନ ପଞ୍ଚସଖା ନଟବର ସାମନ୍ତରାୟ। ପଞ୍ଚସଖା ଧର୍ମ ଓ ସାହିତ୍ୟ ସୁରେନ୍ଦ୍ର କୁମାର ମହାରଣା।